ସ୍କୁଲ ଏବଂ କଲେଜରେ ପାଠ ପଢୁଥିବା ପିଲାମାନଙ୍କର କ୍ଲାସ ପରୀକ୍ଷା ସମୟରେ ତଥା ବିଭିନ୍ନ ପ୍ରକାରର ଏଣ୍ଟ୍ରାନ୍ସ ଏବଂ କମ୍ପିଟେଟିଭ ଏକ୍ଜାମ ଦେଉଥିବା କ୍ୟାଣ୍ଡିଡେଟ୍ ମାନଙ୍କର ଏକ୍ଜାମ ଏବଂ ଇଣ୍ଟରଭ୍ୟୁ ଦିନଗୁଡ଼ିକରେ ସ୍ୱାସ୍ଥ୍ୟ ଭଲ ରହିବା ଅତ୍ୟନ୍ତ ଜରୁରୀ। ସେହି ସମୟରେ ସେମାନେ କ'ଣ ଖାଇବେ ଏବଂ ନ ଖାଇବେ ସେହି ଉପରେ ଆଜିର ଭିଡ଼ିଓ ଆଧାରିତ। ଆପଣମାନଙ୍କୁ ଅନୁରୋଧ, ଭିଡ଼ିଓଟିକୁ ଅଧିକରୁ ଅଧିକ ସେୟାର କରନ୍ତୁ ଏବଂ ସୁସ୍ଥ ଜୀବନ ଓଡ଼ିଶା ଚ୍ୟାନେଲଟିକୁ ସବସ୍କ୍ରାଇବ କରିନିଅନ୍ତୁ। ପରୀକ୍ଷାର କିଛି ଦିନ ପୂର୍ବରୁ ଏବଂ ପରୀକ୍ଷା ଚାଲିଥିବା ସମୟରେ ଶାରୀରିକ ମାନସିକ ସ୍ୱାସ୍ଥ୍ୟ ଭଲ ରହିବା ଆବଶ୍ୟକ। ମାନସିକ ଏକାଗ୍ରତା ଓ ସ୍ଥିରତା ଦରକାର। ମାନସିକ ଦୁଶ୍ଚିନ୍ତାରୁ ମୁକ୍ତି ଦରକାର। ସେଭଳି ଶାରୀରିକ ସୁସ୍ଥତା ଓ ଶକ୍ତି ମଧ୍ୟ ଆବଶ୍ୟକ। ମୁଖ୍ୟତଃ ପେଟ ଓ ମୁଣ୍ଡ ଏହି ଦୁଇଟି ଯାକ ଥଣ୍ଡା ରହିବା ଦରକାର, ଖରାପ ନହେବା ଦରକାର। ସ୍ମରଣ ଶକ୍ତି ପ୍ରଖର ରହିବା ଉଚିତ ଏବଂ ଯଥେଷ୍ଟ ନିଦ୍ରା ମଧ୍ୟ ଆବଶ୍ୟକ। ଅନେକ ସମୟରେ ପରୀକ୍ଷାର୍ଥୀଙ୍କୁ ଉଜାଗର ରହିବାକୁ ପଡ଼ିଥାଏ। ସେ ସମୟରେ କିଭଳି ଭାବରେ ନିଜ ସ୍ୱାସ୍ଥ୍ୟକୁ ନିୟନ୍ତ୍ରଣ କରିବେ ସେସବୁ ବିଷୟ ଜାଣିବା ଆବଶ୍ୟକ। ପରୀକ୍ଷାର ନିର୍ଦ୍ଧାରିତ ସମୟର ଗୋଟିଏ ମାସ ଆଗରୁ ଏହିସବୁ ଜିନିଷ ଅଭ୍ୟାସ କରନ୍ତୁ। ହାଲକା ବ୍ୟାୟାମ ଓ ପ୍ରାଣାୟାମ କରନ୍ତୁ। ମୁଖ୍ୟତଃ ଭ୍ରାମରୀ ଓ ଅନୁଲୋମ ବିଲୋମ ପ୍ରାଣାୟାମ ଅଭ୍ୟାସ କରିବା ଦ୍ୱାରା ସ୍ମୃତି ଶକ୍ତି ବଢ଼ିଥାଏ। ଘର ତିଆରି ଖାଦ୍ୟ ଖାଆନ୍ତୁ। ଅଧିକ ତେଲ ମସଲା ଯୁକ୍ତ ବାହାର ପାଣିରେ ତିଆରି ଦହିବରା, ଗୁପଚୁପ, ମୃଦୁ ପାନୀୟ ଇତ୍ୟାଦି ସେବନ କରନ୍ତୁ ନାହିଁ। ପାଣି ଯଥେଷ୍ଟ ପରିମାଣରେ ପିଅନ୍ତୁ। ଦିନରେ ଭାତ ଏବଂ ରାତିରେ ରୁଟି ଖାଆନ୍ତୁ। ରାତିରେ ଭାତ ଖାଇଲେ ଆପଣମାନେ କାର୍ଯ୍ୟ କରିବାର ଶକ୍ତି ଆପଣଙ୍କର କମି ଯାଇଥାଏ। ଫଳ, ପନିପରିବା, ସାଲାଡ ଇତ୍ୟାଦି ଖାଦ୍ୟରେ ସାମିଲ କରନ୍ତୁ। ନିଜର ଦୈନନ୍ଦିନ ଖାଦ୍ୟ ସହିତ ଅଁଳା, ବ୍ରାହ୍ମୀ, ଅଶ୍ୱଗନ୍ଧା, ଶଙ୍ଖପୁଷ୍ପୀ, ଚ୍ୟବନପ୍ରାଶ ଇତ୍ୟାଦି ଆୟୁର୍ବେଦିକ ଔଷଧ ବା ଚେରମୂଳି ଔଷଧ ଯେକୌଣସି ଗୋଟିଏ ନିଜର ଚିକିତ୍ସକଙ୍କର ପରାମର୍ଶ ଅନୁସାରେ ସେବନ କରନ୍ତୁ। ଏହାଦ୍ୱାରା ଆପଣଙ୍କର ସ୍ନାୟୁ ବ୍ୟବସ୍ଥା ସୁଦୃଢ଼ ରହିଥାଏ, ମାନସିକ ଶକ୍ତି ବଢ଼ିଥାଏ ଏବଂ ଅଧିକରୁ ଅଧିକ ପାଠ ଆପଣ ମନେ ରଖି ପାରିଥାନ୍ତି। ଛୋଟ ପିଲାମାନେ ହରଲିକ୍ସ, କମ୍ପ୍ଲାନ ଇତ୍ୟାଦି ଅଳ୍ପ ପରିମାଣରେ କ୍ଷୀର ସହ ମିଶାଇ ପିଇ ପାରନ୍ତି। କିନ୍ତୁ ଚେଷ୍ଟା କରନ୍ତୁ ଚିନି ବା ସୁଗାର ଯୁକ୍ତ ମିଠା ଜାତୀୟ ଜିନିଷ ଛାଡ଼ିବା ପାଇଁ। ଏହା ବଦଳରେ ମସ୍ତିଷ୍କକୁ ଶକ୍ତି ଯୋଗାଉଥିବା ମହୁ, ଖଜୁରୀ, ଗୁଡ଼, କଦଳୀ କିମ୍ବା ମିଶ୍ରି ଇତ୍ୟାଦି ଖାଦ୍ୟରେ ସାମିଲ କରନ୍ତୁ। ଚାହା ଏବଂ କଫି ଯଦି କ୍ୟାଣ୍ଡିଡେଟ୍ ମାନଙ୍କର ପିଇବାର ଅଭ୍ୟାସ ଅଛି ଏବଂ ପେଟରେ କୌଣସି ପ୍ରକାର ସମସ୍ୟା ହେଉନାହିଁ ତାହେଲେ ସେମାନେ ନେଇପାରନ୍ତି। କିନ୍ତୁ ଚେଷ୍ଟା କରିବେ ଏଭଳି ବଦଅଭ୍ୟାସରୁ ଦୂରେଇ ରହିବା ପାଇଁ, କାରଣ ପରୀକ୍ଷା ଦିନ ଏହି ଅଭ୍ୟାସ ଆପଣଙ୍କୁ ହଇରାଣରେ ପକାଇପାରେ। ଏଗୁଡ଼ିକ ବଦଳରେ ଆପଣ ଭଜା ରାଶି, ବୁଟ, ବାଦାମ, କାଜୁ, କିସମିସ, କମଳା ଇତ୍ୟାଦି ପାଠପଢ଼ା ସମୟରେ ଖାଇପାରିବେ। ଘିଅକୁ ନିଜ ଖାଦ୍ୟରେ ସାମିଲ କରନ୍ତୁ। ଚେଷ୍ଟା କରନ୍ତୁ କେମିତି ଦିନରେ ସବୁ ପାଠ ସାରିବେ ଏବଂ ରାତିରେ ଅନିଦ୍ରା ନ ରହିବେ। ଯଦି ଅନିଦ୍ରା ରହିବା ଆବଶ୍ୟକ ପଡ଼ୁଛି ତାହେଲେ ମଝିରେ ମଝିରେ ଗୁଜୁରାତି ବା ପାନମଧୁରୀ ଅଳ୍ପ କିଛି ପରିମାଣରେ ଆପଣ ଚୋବାଇ ପାରନ୍ତି। ଅନେକ ପରୀକ୍ଷାର୍ଥୀ ପରୀକ୍ଷାର ଠିକ୍ ପୂର୍ବରୁ ଭୟଭୀତ ହୋଇପାରନ୍ତି ବା ନର୍ଭସ ଅନୁଭବ କରୁଥାଇ ପାରନ୍ତି। ସେମାନଙ୍କର ହାର୍ଟବିଟ୍ କମ୍ ବେଶୀ ହୋଇପାରେ। ଏଭଳି କ୍ଷେତ୍ରରେ କେତେଗୁଡ଼ିଏ ହୋମିଓପାଥିକ ମେଡିସିନର ସହାୟତା ନିଅନ୍ତୁ। ନିକଟସ୍ଥ ଚିକିତ୍ସକଙ୍କର ପରାମର୍ଶ ଅନୁସାରେ ବଚ୍ ଫ୍ଲାୱାର ରେସ୍କ୍ୟୁ ରେମେଡି, ଆକୋନାଇଟ୍ ଓ ଜେଲସିମିୟମ୍ ଏଭଳି ଔଷଧର ପ୍ରୟୋଗ ଦ୍ୱାରା ଆପଣମାନଙ୍କର ନର୍ଭସ ସିଷ୍ଟମ ଠିକ୍ ହୋଇଥାଏ ଏବଂ ଏକ୍ଜାମ ଫୋବିଆ ବା ପରୀକ୍ଷାର ଭୟ ଦୂର ହୋଇଥାଏ। ଅନେକ କ୍ୟାଣ୍ଡିଡେଟ୍ ସିଗାରେଟ ବା ମଦ୍ୟପାନରେ ରତ ଥାନ୍ତି। ସେମାନେ ଏହାକୁ ଦୂରେଇ ଦିଅନ୍ତୁ ଏବଂ କେବଳ ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ। ପରୀକ୍ଷାର ପୂର୍ବ ଦିନ ରାତିରେ ହାଲକା ଭୋଜନ କରନ୍ତୁ, ରୁଟି ଖାଆନ୍ତୁ, ଆବଶ୍ୟକୀୟ ନିଦ୍ରା ନିଅନ୍ତୁ ଏବଂ ଜଲ୍ଦି ଉଠନ୍ତୁ। ସବୁଦିନ ପରି ଭ୍ରାମରୀ ଏବଂ ଅନୁଲୋମ ବିଲୋମ ପ୍ରାଣାୟାମ କରନ୍ତୁ। ବାସି ରୁଟି ଖାଇପାରନ୍ତି। ଅଳ୍ପ ଭାତ ବା ରୁଟି ଖାଇ ଘରୁ ବାହାରନ୍ତୁ। ମିଠା ଦହି ଗୋଟିଏ ଚାମଚ ଅବଶ୍ୟ ଖାଆନ୍ତୁ, କିନ୍ତୁ ମିଶ୍ରି ସହିତ। ପରୀକ୍ଷାର ମଝିରେ ଯେଉଁ ବିରତି ମିଳିଥାଏ ସେହି ସମୟରେ ଘରୁ ନେଇଥିବା ଟିଫିନ୍ ଖାଇପାରନ୍ତି। ବାହାର ଜଳଖିଆ ଓ ହୋଟେଲ ଖାଦ୍ୟ ଯଥାସମ୍ଭବ ନ ଖାଆନ୍ତୁ, କାରଣ ଯଦି ପରୀକ୍ଷା 2ଟି ସିଟିଂ ଥିବ, ଅପରାହ୍ନ ପରୀକ୍ଷା ସମୟରେ ଆପଣଙ୍କ ପେଟର ଅବସ୍ଥା ଠିକ୍ ରହିବା ଆବଶ୍ୟକ। ଆଶା କରୁଛି
ପରୀକ୍ଷା ଦିନଗୁଡ଼ିକରେ ଖାଦ୍ୟ ପାନୀୟ ସମ୍ବନ୍ଧୀୟ ଯେଉଁ ସବୁ ସୂଚନା ଦେଲି ଆପଣମାନଙ୍କର ନିଶ୍ଚିନ୍ତ ଭାବରେ କାମରେ ଆସିବ। ଧନ୍ୟବାଦ।